ସମୟ ଦେଇଛନ୍ତି। ଅନେକ ଲୋକ ଚାହିଁ ସୁଧା ଏ ପ୍ରକାର ସମୟ ସୁଯୋଗ ପାଉନାହାନ୍ତି, କିନ୍ତୁ ତାଙ୍କର ଅନୁଗ୍ରହ ଦ୍ୱାରା ହିଁ ଆମମାନେ ପ୍ରାପ୍ତ ହୋଇଛୁ ପ୍ରଭୁଙ୍କର ନାମ ଗୌରବ। ସେତେବେଳେ ଆମମାନଙ୍କୁ ସୁରକ୍ଷିତ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦିଏ ଏବଂ ଆମମାନେ ତାଙ୍କ ଜୀବନ୍ତ ବାକ୍ୟ ଶ୍ରବଣ ଯିବା ପୂର୍ବରୁ ଆମମାନେ ମୁଁ ମଧ୍ୟ ପ୍ରାର୍ଥନା କରିବି। ସର୍ବଶକ୍ତିମାନ ଈଶ୍ୱର ଦୟାଳୁ ପିତ, ମୁଁ ଏଠାରେ ତୁମକୁ ଧନ୍ୟବାଦ ଦିଏ। ତୁମେ ସ୍ୱର୍ଗ ପୃଥିବୀର ଅଧିକାରୀ, ଆମମାନଙ୍କର ଜଗତର ସୃଷ୍ଟିକର୍ତ୍ତା, ଆମମାନଙ୍କର ଉଦ୍ଧାରକର୍ତ୍ତା। ତୁମେ ଅନୁଗ୍ରହ କରି ପ୍ରଭୁ ଆମମାନଙ୍କୁ ଏ ସୁନ୍ଦର ଦିନରେ ସମୟ ଦେଇଛ। ତୁମ ଚଞ୍ଚଳ ବସିବାକୁ ଦେଇଛ, ତୁମ ଜୀବନ୍ତ ବାକ୍ୟ କରି ତୁମେ କହିବାକୁ ଯାଉଛ, ମର୍ମୁଖ ଦେଇ ତୁମେ କଥା କହୁଛ। ତୁମେ କିଛି ଜାଣେ ନାହିଁ ପ୍ରଭୁ, କିନ୍ତୁ ତୁମେ ସମସ୍ତ ବିଷୟ ଜାଣିବା ପ୍ରଭୁ ତୁମେ ଅଟ, କାରଣ ତୁମେ ସର୍ବଜ୍ଞ ଅଟ। ଯେଉଁମାନେ ପ୍ରଭୁ ତୁମର ବାକ୍ୟକୁ ଶ୍ରବଣ କରିବେ ସେମାନଙ୍କ ହୃଦୟରେ ତୁମେ କାର୍ଯ୍ୟ କର ଏବଂ ସହଗୁଣ ଫଳ ଫଳିବାକୁ ଶକ୍ତି ଦିଅ, ବଳ ଦିଅ, ସାହାଯ୍ୟ କର। ତାଙ୍କର ହୃଦୟର ଜମିକୁ ଉର୍ବର ତୁମେ କର ପ୍ରଭୁ। ଏ ବାକ୍ୟ ଖାମଖାଲି ଭାବରେ ନ ଶୁଣନ୍ତୁ ପ୍ରଭୁ, ଦୟା କର ପ୍ରଭୁ, ଅନୁଗ୍ରହ କର। ଯେତେ ଜଣ ଏଠାରେ ବସୁଅଛୁ ପ୍ରତ୍ୟେକଙ୍କୁ ତୁମ ପବିତ୍ର ଆତ୍ମାଙ୍କ ଦ୍ୱାରା ଆବର କର। ଛୋଟରୁ ବଡ଼ ପ୍ରତ୍ୟେକଙ୍କୁ ତୁମ ହସ୍ତକୁ ସମର୍ପଣ କରୁଅଛୁ। ଯଦି କୌଣସି ଡିଷ୍ଟର୍ବାନ୍ସ ଥାଏ ପ୍ରଭୁ, ଆତ୍ମା ଥାଏ, ବିଶୃଙ୍ଖଳା ବାହାର କର। ତୁମେ ଶାନ୍ତି ଶୃଙ୍ଖଳାର ପ୍ରଭୁ, ତୁମେ ଶାନ୍ତିଦାତା ଅଟ। ତୁମରି ଶାନ୍ତି ସମସ୍ତଙ୍କୁ ବର୍ତ୍ତାଇ କରି ଛୋଟ ଶାନ୍ତିରେ ବସିବାକୁ ସାହାଯ୍ୟ କର। ପ୍ରାର୍ଥନାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମ ସର୍ବକୁ ଗୌରବ। ପ୍ରାର୍ଥନା ଶୁଣିଛ ବୋଲି ଧନ୍ୟବାଦ ଦେଉ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। Praise the Lord. Praise the Lord. Hallelujah. Hallelujah. ପ୍ରଭୁ ଯେ କେତେ ମହାନ ଅଟନ୍ତି, ଏହି ସୁନ୍ଦର ସମୟ ଦେଇଛନ୍ତି, ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦିଏ। ସେ ଅନୁଗ୍ରହ କରିଥିବାରୁ ଏହି ଦିନ ଆମମାନେ ଦେଖିଛୁ। ନହେଲେ ଅନେକ ଲୋକ ଶୋଇକରି ମରିଯାଉଛନ୍ତି, ଝଟି କରି ମରିଯାଉଛନ୍ତି, ଆକ୍ସିଡେଣ୍ଟ ହେଇ ମରିଯାଉଛନ୍ତି, ମାତ୍ର ଆମକୁ ଶାନ୍ତି ହେବାକୁ ଦେଇନାହାନ୍ତି। ତାର ଅନୁଗ୍ରହ ଦ୍ୱାରା ଏ ଦିନ ବି ଦେଖିବାକୁ ଦେଇଛନ୍ତି, ଆରି ତାଙ୍କ ସାନ୍ନିଧ୍ୟରେ ବସିବାକୁ ମଧ୍ୟ ସାହାଯ୍ୟ କରିଛନ୍ତି। ଧନ୍ୟବାଦ। ଆମେମାନେ ପ୍ରାର୍ଥନା ନିଶା କ'ଣ ଜାଣିବାର ଅଛି, ବାକ୍ୟ ନିଶା କ'ଣ ଜାଣିବାର ଅଛି। ଆମେ ଖ୍ରୀଷ୍ଟିଆନ ହେଇଗଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ। ଏ ପ୍ରଭୁଙ୍କର ନାମ ଗୌରବ ହଉ। ଏତେବେଳେ ବସିବା ସମୟରେ ଆମେ ଗୋଟେ ବିଷୟ ଫିଟାଇବା, କଲସ୍ୟ 3:16। କଲସ୍ୟ 3:16 ସେଠାରେ ଏ ପ୍ରକାର ଲେଖାଯାଇଅଛି, ଖ୍ରୀଷ୍ଟଙ୍କର ବାକ୍ୟ ପ୍ରଚୁର ଭାବେ ତୁମମାନଙ୍କ ଠାରେ ବାସ କରୁ। ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ବିବେଚନା ଦିଅ, ଚେତନା ଦିଅ। ପୁଣି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତ୍ରୋତ ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର। ଏରେ ଆମେ କେତେ ଗୀତ ଗାନ କରିଗଲୁ, ପ୍ରଶଂସା କରିଗଲୁ। କେମିତି ଭାବରେ କରିବାକୁ ପ୍ରଭୁ କହୁଛନ୍ତି? ଈଶ୍ୱରଙ୍କର ଉଦ୍ଦେଶ୍ୟରେ, ଲୋକମାନଙ୍କର ଉଦ୍ଦେଶ୍ୟରେ ଗାଇବାକୁ ଆମମାନଙ୍କୁ କହୁନାହାନ୍ତି। ତାଙ୍କର ଉଦ୍ଦେଶ୍ୟରେ ଆମମାନେ କ'ଣ କରବାର ଅଛି? ଗୀତ ମିଶା ଗାଇବାର ଅଛି, ସ୍ତ୍ରୋତ ମିଶା କରବାର ଅଛି, ଆଧ୍ୟାତ୍ମିକ ସଂକୀର୍ତ୍ତନ ମିଶା କରବାର ଅଛି। ଆରେ କୃତଜ୍ଞତା ହୃଦୟରେ ଆମେ କିସ୍ କରବାର ଅଛି? ଗାନ କରବାର ଅଛି। ଲୋକ ଦେଖାଇ ହେବା ପାଇଁ ଆମେ ଗାଇବା ନାହିଁ, କିନ୍ତୁ ତାଙ୍କର ଗୌରବ ପ୍ରଶଂସା ହେବା ଉଦ୍ଦେଶ୍ୟରେ ଆମେ କିସ୍ କରବାର ଅଛି? ଗାଇବାର ଅଛି। ଲୋକମାନେ ଦେଖାଇ ହେବାକୁ ମିଶା ଗାଆନ୍ତି, ମୋର ଏମିତି କଣ୍ଠ ଅଛି, ମୁଁ ଏମିତି ଗାଇ ପାରୁଛି, ଏମିତି ମୁଁ କରିପାରୁଛି। ମାତ୍ର ପ୍ରଭୁ ତାର ସେଟା ଗ୍ରହଣ ଯୋଗ୍ୟ ନାହିଁ। ପ୍ରଭୁ ଯାହାକୁ ବାଛିଛନ୍ତି, ଯୋଉଟା ଦେଇଛନ୍ତି ବୋଲେ ଆମେ ଠିକରେ ବ୍ୟବହାର କରିବା, ତାଙ୍କୁ ଶକ୍ତି ମାଗବା। ସେ ଗୀତ ଭଲ ଅଛି କି ନାହିଁ, ମାତ୍ର ସେ ଗୀତର ମର୍ମ କ'ଣ ଅଛି ପ୍ରଭୁ ଜାଣବାକୁ ଆମକୁ ଦେବେ। ଆଉ ଏ ବାକ୍ୟ ମଧ୍ୟ କ'ଣ କହୁଛନ୍ତି ଏଠି? ଖ୍ରୀଷ୍ଟଙ୍କର ବାକ୍ୟ ପ୍ରଚୁର ଭାବେ ତୁମମାନଙ୍କ ଠାରେ କରୁ, ବାସ କରୁ, ବୋଲେ ସବୁବେଳେ ରହିଥାଉ। ଆମର ପାଖରେ ତାଙ୍କର ବାକ୍ୟକୁ ବା କଥାକୁ କିସ୍ କରବାର ଅଛି? ସବୁବେଳେ ରହିଥିବାର ଅଛି। ତାଙ୍କର ବାକ୍ୟକୁ ଆମମାନଙ୍କର ପାଖରେ ରହିଥିଲେ ହିଁ ଆମମାନଙ୍କର କଥାବାର୍ତ୍ତା, ଆଚାର ବ୍ୟବହାର, ଚାଲିଚଳନ ସବୁ ନାଇଁକି ଚେଞ୍ଜ ହେଇପାରିବ। କାହିଁକି? ସେ ଜଗତର ସୃଷ୍ଟିକର୍ତ୍ତା, ସେ ହେଉଛନ୍ତି ଆମମାନଙ୍କର ଉଦ୍ଧାରକର୍ତ୍ତା, ସେ ହେଉଛନ୍ତି ଆମମାନଙ୍କର ମୁକ୍ତିଦାତା, ସେ ହେଉଛନ୍ତି ଆମମାନଙ୍କର ସର୍ବେଶ୍ୱର। ତାଙ୍କର ଛଡ଼ା କେହି ମଧ୍ୟ ଏ ଜଗତରେ ଶାନ୍ତି ଦେବାକୁ, ଆନନ୍ଦ, ପ୍ରେମ ଦେବାକୁ ଜନ୍ମ ହେଇନାହାନ୍ତି, ହେଇ ମିଶା
ପାରବେ ନାହିଁ। ତେବେ ତାଙ୍କର ନାମ ବସିବା ସମୟରେ ଗୌରବ ପ୍ରତ୍ୟେକ ଶୁଣିବା ଭାଇ ଭଉଣୀ ମାନଙ୍କୁ ପ୍ରଭୁ ଅନୁଗ୍ରହ କରନ୍ତୁ ଏବଂ ଏକ ଧ୍ୟାନ ମନ ସହକାରେ ଆମମାନଙ୍କୁ ଶୁଣିବାକୁ ମଧ୍ୟ ସାହାଯ୍ୟ କରନ୍ତୁ। ଭଲ କଥା କହିଲା ବେଳେ ଶୁଣିବାକୁ କାହାକୁ ଇଚ୍ଛା ଲାଗିବ କି? କାହାକେ ମିଶା ଇଚ୍ଛା ଲାଗିବ ନାହିଁ। ଖରାପ କଥା କହିଲେ 100 ଲୋକ ଏଠି ବସି ଶୁଣିବାକୁ ଇଚ୍ଛା କରେ। ଏ ବାକ୍ୟ ଏ ଭିତରେ ଖରାପ କଥା ଲେଖା ହେଇଛି ନା ଭଲ କଥା ଲେଖା ହେଇଛି? କିଛିଟା ପବିତ୍ର ବାଇବଲ ବୋଲୁଛି, ଏଟା ଅପବିତ୍ର ବୋଲି ଲେଖା ହେଇଛି କି? ପବିତ୍ର। ତେବେ ଆମେ ପବିତ୍ର ରୂପେ ମାନ୍ୟ କରବା, ପାଳନ କରବା, ଶୁଣବା, ତେବେ ଆମକୁ ବୁଝବାକୁ ପ୍ରଭୁ ଶକ୍ତି ଦେବେ, ପବିତ୍ର ଆତ୍ମା କାମ କରିବେ। ଯଦି ଆମେ ତାଙ୍କୁ ମାନ୍ୟ ଦେବା ନାହିଁ, ଆମକୁ ସେ ତିଆର କରଲା ମିଶା କିଛି ମୂଲ୍ୟ ନାହିଁ, କି ଆମେ ପ୍ରାର୍ଥନା ବସବାର ମିଶା କିଛି ମୂଲ୍ୟ ନାହିଁ। ଯଦି ଆମେ ଯେତେ ମାରୁଛୁ ମାରେ, ମୁଇଁ ସେଇ ଦର ପୋଡ଼ା କାଟେ ବୋଲି କହିଲେ, କାଟକେ ମାରଲେ ଉଲ୍ଟାଇଲେ ପାল্টাইলে ବତାଇବ କି ପରିବର୍ତ୍ତନ ହେବ? ଆମେ କାଟ କି ଆମକୁ କୁହା ହେଲା ଶ୍ରେଷ୍ଠ ପ୍ରାଣୀ, ତୁମକୁ ଭଲ ମନ୍ଦ ଜ୍ଞାନ ଦେଇଛି। ହେଲେ ଆମକୁ ଭଲ ମନ୍ଦ ଜ୍ଞାନ ଦେଇଛନ୍ତି, ହେଲେ ଆମେ ଜ୍ଞାନ ସହକାରେ ବସବା ନା ଅଜ୍ଞାନ ସହକାରେ ବସବା? ଏଠି କିସ୍ ପାଇଁ ଆସିଛୁ? ତାଙ୍କର ବାକ୍ୟକୁ ଶୁଣବା, ପାଳନ କରବା, ଆରେ ସେ ଭିତରେ କି ଜିନିଷ ଅଛି ତାକୁ ଜାଣ। ଏଠି ପରିବାରର ଉତ୍ପନ୍ନରୁ ଆମର ଜନ୍ମରୁ ମରଣ ପର୍ଯ୍ୟନ୍ତ କୋଉ ବିଷୟ ଅଛି, ସବୁ ଏଠି ଅଛି। ତେବେ ଆମେ କିସ୍ କରବା? ତାଙ୍କୁ ସମ୍ମାନ ଦେବା। ଖ୍ରୀଷ୍ଟଙ୍କର ବାକ୍ୟ ପ୍ରଚୁର ଭାବେ ତୁମ୍ଭ ମାନଙ୍କର ଥାଉ ବୋଲି କହୁଛନ୍ତି, ବାସ କରୁ। ଆମେ ଯଦି ଅନ୍ୟ ମନସ୍କ ହେବା, କଥାବାର୍ତ୍ତା ହେବା ବୋଲି କହିଲେ ଆମର ଠାରେ ବାସ କରିବେ। ଏବେ ଇଆଡେ ଗୋଟେ ଡ୍ରେନ ଅଛି, ଏ ଡ୍ରେନ ରେ ସୁନାର ପଟି ଗୋଟେ ପକାଇଲେ କିଏ ବସବ? କାହିଁକି? ଅଳିଆ ଆବର୍ଜନା କଚରା ସବୁ ଯାଉଛି ଅଛି। ମାତ୍ର ଏ ପିଣ୍ଡାରେ କିଛିଟା ଝାଡୁ ଟିକେ ମାରିଥିଲେ ବସବି ବୋଲବା ଲୋକ ଟିକେ ଶୋଇବି ବୋଲବ, କାହିଁକି? ସେଟା ସଫା ଅଛି। ତେବେ ଆମର ଏ ଭିତରେ ଯଦି ସଫା ଥିଲେ ଏକା ନାଇଁ କି ପ୍ରଭୁ ଆସିବେ, ବାସ করবে, ଆମକୁ କଥା କହିବେ, ଆରି ରହିବେ। ଯଦି ଆମର ହୃଦୟରେ ଯଦି ସେ ପ୍ରକାର କଚରା, କ୍ରୋଧ, କପଟ, ହିଂସା ରିସା ହେଲା କଚରା, ଆମେ କହୁଛୁ କି ନାଇଁ କଚରା ଗାଡି ଆଇଲା ବୋଲି, म्युनिसिपालिटी गाड़ी आइले, सेटा सफाई गाड़ी, कचरा गाड़ी नहीं। आमे हेलु कचरा गादा, आमे कचरा गादा करला के ताके देले से नहीं फिंगुची। आमे जानी नुआर ताके कहूचु उल्टा जे कचरा गाड़ी बोली। आमे मैला आबर्जना भरी करी रखिथिलु, आरे बेटी करी देउचु नहीं फिंगो बोली। सेंती हमर भीतरटा बेटी फिंगले प्रभु आसबे, बास करबे, कथा कहबे। जदि भीतरटा बेटी फिंगबो नहीं, दिन राति प्रार्थना बसले, गीत गाइले, बुझाइले कि जून मीटिंग रे गले मिसा किछि मूल्य नहीं, माने चुपचाप ओलिया किछि काम आइबो नहीं। हेले आमे जाई करी की मूल्य, केडी बसी करी की मूल्य, कि सुनी करी की मूल्य, जदि सेटा काम रे आसु नहीं बोली आमे किस करछु? मेडिकल जाउछु, जाई कर छिड़ा हेउ नहीं कि डॉक्टर तो हमको इंजेक्शन कर देवी बोलुची कि कहूची फास्ट पचारछि तुमके किसटा हिची बोली। ते प्रभु मिसा कहउछन तोके किसटा हिची ती बसला बेले बोलछन। भल मन रे बसे, भल ध्यान रे बसे, तेबे तू बुझी पारबो। सेंती कहउछन केंती आरी नले आमे जीवर छिड़ा तू डॉक्टर बा मन के इंजेक्शन मार दियो आज्ञा बोले मार देले सेंग पटा। ସେଥିପାଇଁ ନାହିଁ କି ଆମକୁ ଯୋଉଟା ହେଉଛି ପ୍ରଭୁର ପାଖରେ ଆମେ ଜଣାଇବା ସେ ଉଦ୍ଦେଶ୍ୟରେ ଆମେ ଆସିଛୁ। ତେବେ ସେ ଏକା ମାନଙ୍କୁ ସୁସ୍ଥ କରିପାରିବେ, ଉଦ୍ଧାର କରିପାରିବେ, ସବୁ ସମସ୍ୟାର ସମାଧାନ କରିପାରିବେ। କୋଉ ଜଗତର ଲୋକର ପାଖରେ ସମାଧାନ ନାହିଁ, ମୋର ପାଖରେ ସମାଧାନ ନାହିଁ, ପ୍ରଭୁର ପାଖରେ ଅଛି। କାହିଁକି? ସେ ଜଗତକୁ ସୃଷ୍ଟି କରିଛନ୍ତି ବୋଲେ ଜାଣିଛନ୍ତି ଯେ ଜଗତର ହାବ ଭାବ ଚାଲି ଚଳନ କେମିତି, ଏଟା ଉଠବାଟା, ବସବାଟା, ଚାଲବାଟା, ଭୁଲବାଟା ଜାଣିଛନ୍ତି। ତେବେ ବସିବା ସମୟରେ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ବୁଝିବା ପାଇଁ ସାହାଯ୍ୟ କରନ୍ତୁ।
ମୁଁ କିଛି ନାହିଁ କାହିଁ ମୁଇଁ କିଛି କହୁନାହିଁ ପ୍ରଭୁ କଥା କହୁଛନ୍ତି। ଏଇଟା ହଉଛି କଣଟା ଜୀବନ ଅଛି ଏଠି ମରଣ ନାହିଁ ଜୀବନ ଅଛି। ଆଦ୍ୟରେ ବାକ୍ୟ ଥିଲେ ବାକ୍ୟ ଈଶ୍ୱରଙ୍କର ସଙ୍ଗରେ ଥିଲେ ସେଇ ବାକ୍ୟ ଈଶ୍ୱର ଥିଲେ ତେବେ ଏଇଠି ଈଶ୍ୱର ଅଛନ୍ତି ଏଇଟା ବାକ୍ୟ ତେବେ କଥା ମାଧ୍ୟମରେ ଗୋଟେ ବଞ୍ଚିଥିବା ଲୋକ ଉଠି କରି ଭାରି ଆସିଛି ବୋଲି କହିଲେ କିଛିଟା କଥାରେ ଜୀବନ ଅଛି। ତେବେ ଆମେ କଥା କହିଲା ବେଳେ ମିଶା ଲୋକକେ 100 ଥର ଭାବବାର କଥା କହ ଆମେ କହିଦଉଛୁ କି ଆମର ପିଲାଟିକୁ ମିଶା ଏଇ ତୁ ହେନ୍ତି ହେଇଯା ବୋଲେ ସେମିତି ଏକା ହେବ କାହିଁକି ଜୀବ ହେଉଛି ମରଣ ଆରି ଜୀବନର ଅଧୀନରେ ହେଉଛି ଏ ଜୀବ ଆମେ ଯେମିତି କହିଲେ ସେମିତି ହେବ ସେମିତି ଶକ୍ତି ମିଶା ପ୍ରଭୁ ଦେଇଛନ୍ତି। ତେବେ ଆମେ ଆମର ସବୁ ବିଷୟରେ କିସ୍ କରବାର ଅଛି ଠିକରେ ରହିବାର ଅଛି। ତେବେ ଏକା ନାଇଁ କି ଆମେ ପ୍ରଭୁ ଟା ଠିକରେ ବଢି ପାରବା ପ୍ରଭୁଙ୍କର ନାମ ଗୌରବ ହଉ। ଆମେ ଆଉ ଗୋଟେ ବିଷୟ ଶିଖାଇବା ଯାହା ଲେଖା ଅଛି ପ୍ରେରିତ 4 ପର୍ବ ପ୍ରେରିତ 6 ପର୍ବ 4 ପଦ। କିନ୍ତୁ ଆମ୍ଭେମାନେ ପ୍ରାର୍ଥନାରେ ଓ ବାକ୍ୟ ପରିଚର୍ଯାରେ ଏକାଗ୍ର ଭାବେ ଲାଗି ରହିବା। ଆଜିର ବିଷୟ ହେଉଛି ଆମ୍ଭେମାନେ ପ୍ରାର୍ଥନା ଓ ବାକ୍ୟରେ ପରିଚର୍ଯାରେ ଏକାଗ୍ର ଭାବରେ ଲାଗି ରହିବା। ଆମେ କଣ କରବାର ଅଛି ସବୁବେଳେ ଆମ୍ଭେମାନେ କିସ୍ କରବାର ଅଛି ପ୍ରାର୍ଥନା ଆରେ ବାକ୍ୟ ଆମେ ବସଲେ ବୋଲେ କିସଟା ଅଲଗା କଥାବାର୍ତ୍ତା ହେବା ନାହିଁ। ମାଝି ମାନେ ବସଲେ କିସଟା ଅପନି ଦେଖା ଦୁଖି ହେବାରେ ଓ ଓଟା ସୁନାରୀ ତାକର ଘରେ ଏନ୍ତା ପୁନି ସେନ୍ତା ପୁନି ଫାଟା ଲୁଗା ତୁନା ତୁନି ବୋଲି ମାଡଗୋଳ ଲଗାଇ ଦେଇଥିଲେ। ସେଥିପାଇଁ ବୋଲି ନାଇଁ କି କିସ୍ କରବାର ଅଛି ଏଠି ବାକ୍ୟର ପରିଚର୍ଯାରେ ଏକାଗ୍ର ଭାବରେ ଲାଗିଥାଅ ମାଝି ମାନେ ବୋଲଛନ୍ତି କି ମୁଁ ମାନେ ହେଲେ ମାଝି ବୋଲି କହୁନାହାନ୍ତି ଆମ୍ଭେ ମାନେ ବୋଲି କରି ମିଠା ହେଲା ସବୁ ଲୋକ କହୁଛନ୍ତି ତୁଇ ଗୋଟେ ବୋଲି କରି ଲେଖା ହେଇଛି କି ହେନ୍ତି କରି ଲେଖା ହେଇଛି କି ନାଇଁ ଆମ୍ଭେ ମାନେ ସେଥିପାଇଁ ଆମେ ମାନେ ମଧ୍ୟ ମାନେ ସ୍ତ୍ରୀ ମାନେ ମଧ୍ୟ ନାଇଁ କି ଆମେ ମାନେ ଭଲ କଥାବାର୍ତ୍ତା ପ୍ରଭୁର କଥାବାର୍ତ୍ତା ହେବା। ଆଜିର ବାକ୍ୟ କିଛିଟା ଥିଲା ଭଉଣୀ ଆଜି କୁ ବାକ୍ୟ ପଢଲ ପ୍ରାର୍ଥନା କଲ କି ନାଇଁ ବୋଲି ଏ କଥାବାର୍ତ୍ତା ହେବା ନା ତାଙ୍କର ଘରେ ପୁନି ଆରିମାସ ବୋଲିକିନା ତାଙ୍କର ଘର କଥା ଦେଖ ଆମର ଘର କଥା ଆମେ ଦେଖବା ନିଜର ଘରଟା ଲୋକରଟା ଆମକୁ କି ଦରକାର ଖାଇବାକୁ ମିଳିବ କି ଆମକୁ ଲୋକର କଥା କହିଲେ ଲୋକର କଥା କହିଲେ ଲୋକ ହସା ହେବେ ଲୋକର ସହିତ ଝଗଡା ଝାଟି ହେବା ଛଡା କିଛି ମିଳିବ ନାହିଁ। ତେବେ ଆମେ କିସ୍ କରବାର ଅଛି ବାକ୍ୟର ପରିଚର୍ଯାରେ ଏକାଗ୍ର ଭାବରେ ସବୁବେଳେ ଆମେ ଖ୍ରୀଷ୍ଟିଆନ ବୋଲି କହି ହେଲୁ ବୋଲି କହିଲେ ସେମିତି ଜୀବନ ଯାପନ କରବାର ସେମିତି ଚର୍ଚ୍ଚା କରିକିନା ରହିବାର। ତେବେ ସମାଧାନ ଅଛି କି ଲୋକର କଥା କହିଲେ ଏବେ ଗୋଟେ ଏକ୍ଜାମ୍ପଲ ମୁଇଁ ଅଶୋକ ଭାଇକୁ ଦେଖିବି ବୋଲେ କିଏ ଦେଖିଲା ମୋର ଆଖି ଦେଖିଲା ଆସିବି ଆରି ଭଉଣୀ ଅଶୋକ ଭାଇ ନାଇଁ କାହା ଗୋଟେ ବସାଇକିନା ସିଆଡେ ନେଉଥିଲେ ସେ ବାଇକ ରେ ଛାଡି ଦେବାକୁ ବୋଲି କରି ସେ ଘରେ କିସ ହବ କିସ ହବ ଫାଇଟିଂ ହବ କି ନାଇଁ ସେଥିପାଇଁ ନାଇଁ କି ଆମର ଆଖିକୁ ମିଶା ନାଇଁ କି ଆମେ ଶୁଦ୍ଧ ଚିତ୍ତ ରଖବାର ଅଛି। ଶରୀରର ଦିବ୍ୟ ଶକ୍ତି ହେଉଛି ପ୍ରଦୀପକ ହଉଛି ଆଖି। ତେବେ ଆମର ଚଲା ପଥର ପଥ ପ୍ରଦର୍ଶକ ତାର ବାକ୍ୟ ଆରେ ଆମର ଚକ୍ଷୁ ହଉଛି ଦିବ୍ୟ ଶକ୍ତି। ତେବେ ଏ ଚକ୍ଷୁକୁ ଆରେ ଆମର ଏ ଜୀବକୁ ମଧ୍ୟ ସବୁବେଳେ କଣ୍ଟ୍ରୋଲରେ ରଖିବାକୁ ପ୍ରଭୁକୁ ମାଗବା କିଏ କେବେ ରଖି ନାହିଁ ରଖିପାରିବ ନାହିଁ ମାତ୍ର ପ୍ରଭୁକୁ ମାଗିଲେ ସେ ନିଶ୍ଚୟ ଦେବେ। ପବିତ୍ର ଆତ୍ମା କହିବେ କି ସେ କଥା କହିଲୁ ତୋର ଜୀବରେ ସେଟା ଠିକ କଥା ନାହିଁ ବୋଲି ଜଣାଇବେ। ଯଦି ଆମେ ଠିକରେ ପ୍ରଭୁରେ ବଢୁଛୁ ବୋଲେ ଆରେ ଦେଖାଣିଆ ଭାବରେ ରବିବାର ଆଇବା ଶୁକ୍ରବାର ଆଇବା କି ସୋମବାର ଆଇବା କି ମଙ୍ଗଳବାର ଆଇବା କି ସବୁଦିନେ ପ୍ରାର୍ଥନା ବସୁଥିବା ବୋଲି କହିଲେ ହେବ ନାହିଁ। ସେମିତି
ମନୋଭାବନା ପ୍ରଭୁ ଚାହୁଁନାହାନ୍ତି। ଅନେକ ଲୋକ ଆମମାନେ ଅଛୁ କି ନାହିଁ ସେମିତି ଦେଖାଇ ହେବାଟା, ତେବେ ସେ ମନୋଭାବନା ନ ହେବାକୁ ପ୍ରଭୁ ଆମମାନଙ୍କୁ ଏକାଗ୍ର ଭାବରେ ନାକି ମିଳିମିଶି ରହିବା ପାଇଁ, ପ୍ରାର୍ଥନା କରିବା ପାଇଁ, ପ୍ରଭୁର କଥାକୁ ପରିଚର୍ଯା କରୁଥିବା ପାଇଁ ଆମମାନଙ୍କୁ କହୁଛନ୍ତି। ଏବେ ଘରେ ଯଦି ହାଣ୍ଡି କୁଣ୍ଡି ସଜାଇଥିବା କି ବାସନ ସଜାଇଥିବା ବୋଲେ ଟିକେ ଚୁଡୁ ଛାଡା ବାଜବ କି ନାହିଁ? ତେବେ ଘରେ ପରିବାର ଅଛୁ ବୋଲେ ଟିକେ ମିଶା ଟିସ୍କା ମିସ୍କା ହେବେ କି ନାହିଁ? ହେଲେ ଗୋଟେ ଲୋକ କହିଲେ ଗୋଟେ ଲୋକ ଶୁଣିଲେ ଆକା ସେଠି ସମାଧାନ। ଆରେ ତୋର ଟର୍ନ କି ମୋର ଟର୍ନ ବୋଲି ଜୁଜି ଦେଇଥିବୁ ବୋଲି କହିଲେ ସେଠି କିସ ହେବ? ଯୁଦ୍ଧ। ଯୁଦ୍ଧ କି ଯୁଦ୍ଧ? ଯୁଦ୍ଧ। ଆଉ ବେଶୀ ଓଡିଆ ହେଇଗଲା ପର ଲାଗେ ସେଠି କାଟା ହବ ଧୋଇବା ବୁଲବୁଟି ଜିନିଷ ମାନେ ଆଇବ ମୁଖ୍ୟ କରିଛୁ କି ରେ देख बोले एंती आटा पिसटा की साड़ी खुची आका लागवा के तेबे सेतिरो नै कि आमाने पृथक रहबा पय प्रभु वाक्य दउछंती परस्पर को मिसा नै कि उत्साह देवार सिखवार अछि प्रार्थना करबार मिसा परस्पर को उत्साह देवार अछि आ अन्य विषय कथा नै कर प्रभुर विषय रे कथा हेबार सिखवार अछि तेबे आमे क्रिश्चियन रो मूल्य प्रभु हमको तैयारी करथिबार मूल्य नले किछि मूल्य नै आमर जदि कथा वार्ता चाली चलन जदि ठीक नै बोले अन्य लोक देखि यार केंती से प्रभु को जानबो प्रभुर पाखरे केंती आइबो जेते भाई भौणी अछंती आमर मां थिबे बापा थिबे भाई थिबे भौणी थिबे अनेक लोक एबे जे आसी नांती मात्र प्रभु हमको जानवा के दैछंती बोले आमर चाली चलन आचार व्यवहार कथा वार्ता रे आका से चेंज हेबो आमे 100 थोर दे कहले मिसा से चेंज हेबो नै तेबे आमर उच्चारण आचरण बोली अछि गोट जिंस तांगर कथा वार्ता व्यवहार रे आका गोट लोक देखबो आरी से ख्रीष्टन करो बोली जानबो आर सेही प्रेम रे नै कि कु प्रकार प्रभु सेटा तुमे एते भलो कथा वार्ता होइछो एते लोकर से तो मिसु छ तमर से तो मिसले गोट अलगा प्रकार लागुची सेटा लोक आनकर जिसुंकर पाखरे जो शिष्य थिला बळे गोटे स्त्री लोक आका देखबो आरे आंकर कथा वार्ता आंकर बोली रे तो जणा पडुची एसे जिसुंकर गोष्ठी लोक आइतिबे तांकर लोक आका आइतिबे तेबे से डोरी जीवो स्त्री को डोरी जाई कर नाइ मुई सेट्री लोक नाइ मुई नाइ बोलू तेबे जिसुंकर पाखरे जो माने अछंती बोले जिसुंकर पर समान देखा दिबे तेबे लोक मिसा देखि दे चिनी देबो जे क्रिश्चियन बोलो सेति पय आमे किस करबार छी हमर बोली रे कथा रे वार्ता रे मिसा नाइ कि लोक हमकु हजार लोक देखुथि आमे क्रिश्चियन बोली कहउथिबु अरे राती बेले ढिसुम दासाम मारुथिबु पकाई आसुथिबु झगड़ा लागुथिबु बोले की क्रिश्चियन खाली निंदित तो करवा क्रिश्चियन आमे तेबे से निंदित तो आमर द्वारा से न हंतु आमे निंदित ताड़ित लज्जित सब किछि प्रभु को करि सारिछु एबे पुनर्बार सेंती न हंतु तांगर वाक्य को के मध्य तुच्छ न करंतु अवहेला न करंतु सेति पय बोली कि ना प्रभु आम मानक रखी संति जे कोन करबार छै आमे प्रार्थना करो प्रार्थना शक्ति उपवास बिना कुछ मुक्ति नहीं प्राप्त हो पारे आ सब थारु मेन होला विश्वास यदि विश्वास आमर जीवन रे नहीं बोले कु जिनिस मिसा हेबो और सब परिस्थिति रे कोन करबार अछि प्रभु को आमे धन्यवाद देवार अछि प्रभु ए रोग जोर समस्या पाई मिसा धन्यवाद मोर अभाव अछि पाई मिसा धन्यवाद तुमे अभाव पूर्ण करि पारबो ए रोग जोर को सुस्थ तुमे कहि पारबो एबे गीत रे गाउथिलु परा दिसता
ବୋଲି ଗାଉଥିଲୁ କି ରୋଗ ସବୁରୁ କିସ୍ କଲ ସୁସ୍ଥ କଲ ଯେହୋବା ରାଫା ନାଇଁ କି ସୁସ୍ଥକାରୀ ଈଶ୍ୱର। ଯଦି ସେ ସୁସ୍ଥକାରୀ ଈଶ୍ୱର ହେଇନଥିଲେ ବୋଲେ ଗୀତ ନିଶା ଆସିଥାନ୍ତା କି ସେ କହିଥାନ୍ତେ କି ସେ ସୁସ୍ଥକାରୀ ଅଟନ୍ତି। ସେ ସବୁ କିଛି ପରିସ୍ଥିତିରୁ ଆମମାନଙ୍କୁ ଉଦ୍ଧାର କରିବାର ପ୍ରଭୁ ମିଶା ଅଟନ୍ତି। ଆମ୍ଭେ ମାନେ ସବୁବେଳେ କିସ୍ କରବାର ଅଛି ପ୍ରାର୍ଥନାରେ ବାକ୍ୟରେ ଆରେ ଏକାଗ୍ର ଭାବରେ କିସ୍ କରବାର ଅଛି ଲାଗିକିନା ରହିଥିବାର ଅଛି। ଏବେ ପ୍ରାର୍ଥନା ଯଦି ନାଇଁ କି ପରିବାରରେ ହେଉନାହିଁ ବୋଲି କହିଲେ ବୋଲେ ସେ ଘରେ ଅଶାନ୍ତି ଥିବ। ସେଟା ପାଇଁ ଆମକୁ ଖ୍ରୀଷ୍ଟିଆନ ହେଲୁ ବୋଲେ ପାରିବାରିକ ପ୍ରାର୍ଥନା ଦରକାର। ଯଦି ପ୍ରାର୍ଥନା ଯାର ଜୀବନରେ ନାହିଁ ବୋଲେ ସେ ଘରେ କଳି ହେବ। କାହିଁକି ହେବ? ସେ ସମୟରେ ଲୋକମାନେ ଥିବେ ଟିଭି ପାଗାଇ ଦେଇ ଏଡିକି ବଡ ବଡ ଆଖି କରି ଦେଖୁଥିବେ, ମାତ୍ର ପ୍ରଭୁ ବାକ୍ୟ ଶୁଣିବାକୁ ଦେଖିବାକୁ ତାଙ୍କୁ ନେଇକି ନିଦ ଲାଗିବ, ଶୁଣିଲା ବେଳେ ଭଲ ଲାଗିବ ନାହିଁ। ମାତ୍ର ଖରାପ ଜିନିଷ ମାନେ ଲଗାଇ ଦେଇଥିଲେ ସେଟା ମାନେ ଠିକ ଲାଗେ। କୋଉ ଜିନିଷ ଟିଭିରେ ଭଲଟା ଆସୁଛି କି ଶାଶୁ ବୋଉ କେମିତି ଫାଇଟିଂ ହେବେ, କେମିତି ଘରେ ଥିବେ, ଆରେ କେମିତି ଆଉ ଗୋଟେ ଲୋକ ଦୁଇଟା ମାଝି ଆଣବ ସେଟା ଦେଖାବାଟା ଅଛି। କୋଉ ଜିନିଷ ମିଶା ନାହିଁ କି ଭଲ ବିଷୟ ନାହିଁ। ସେଥିପାଇଁ ସେଟା ହଉଛି ଚକ୍ଷୁର ଲୋଭଜନକ, ମାନେ ଶାରୀରିକ ଚକ୍ଷୁର ଅଭିଳାଷ ହେଉଛି ସେଟା। ତେବେ ସେଠିରୁ ମୁକ୍ତ କରିବା ପାଇଁ ପ୍ରଭୁ ଆମକୁ ଦେଇଛନ୍ତି ବୋଲେ ଏଠି ଯଦି ଦେଖିବୁ ବୋଲେ ଆମର ଚକ୍ଷୁ ଖୋଲିଯିବ। ସବୁ ଆମେ କେମିତି ଲୋକ କେମିତି ଅଛୁ କେମିତି କାମ କରୁଛୁ ଆମକୁ ଏଠି ପ୍ରଭୁ ଜଣାଇଦେବେ। ଏଇ ଭିତରେ ଆକା ସବୁ ଅଛି। ଆମେ ପଢୁନୁ ସେଟା ଆମେ ଜାଣୁନୁ। ଲୋକ କହିଲେ ଖାଲି ଶୁଣି ଦଉଛୁ ତୁଇ କହୁଥା ତଣ୍ଡେ ମୁଇଁ ଶୁଣୁଥିବି କୁଆଡେ ଏ କାନେ ଶୁଣି ଏ ବାଟେ ବାହାରି ଯାଉଛି। ସେଟା ପାଇଁ ନାହିଁ କି ଆମର ଜୀବନରେ ସେ ବାକ୍ୟ କାର୍ଯ୍ୟରେ ଲାଗୁନାହିଁ। ଏଥିପାଇଁ ଆମେ କିଛି କରବାର ଅଛି ସବୁବେଳେ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେବା, ପ୍ରାର୍ଥନାରେ ଥିବା, ଆରେ ସବୁବେଳେ ବାକ୍ୟର ପରିଚର୍ଯା ମାନେ କରୁଥିବା। ଖରାପ ବିଷୟରେ କେବେ ଆମେ କାହାର କଥା ଆମର ଘରେ ଆଣି କହିଲେ କିଛି ମୂଲ୍ୟ ନାହିଁ। ଆମେ ଲୋକର କଥା କହିଲେ ଆମର କଥା କହିବାକୁ ଆଉ ଶହେ ଲୋକ ଥିବେ କି ନାହିଁ। ସେଥିପାଇଁ ଆମେ ଜାଗ୍ରତରେ ଥିବା ଆମର କଥାବାର୍ତ୍ତା ଚାଲିଚଳନକୁ ମଧ୍ୟ ସବୁବେଳେ ଭଲରେ ରଖବାର ଚେଷ୍ଟା କରିବା, ପ୍ରଭୁକୁ ମାଗବା ମାନେ ଫିଟାଇବା। ପ୍ରଥମ ପିତର 1 24 ପଦ ଏବଂ 25 ପଦ। କାରଣ ସମସ୍ତ ମର୍ତ୍ତ୍ୟ ତୃଣତୁଲ୍ୟ, ତାହାର ସମସ୍ତ ସଭା ତୃଣର ପୁଷ୍ପ ସଦୃଶ। ତୃଣ ଶୁଖିଯାଏ ଆଉ ଫୁଲ ଝଡ଼ି ପଡ଼େ, କିନ୍ତୁ ଈଶ୍ୱରଙ୍କ ବାକ୍ୟ ଅନନ୍ତ କାଳ ସ୍ଥାୟୀ। ଏହା ସେଇ ସୁସମାଚାରର ବାକ୍ୟ ଯାହା ତୁମ୍ଭମାନଙ୍କ ନିକଟରେ ପ୍ରଚାରିତ ହେଉଅଛି। କାରଣ ସମସ୍ତ ମର୍ତ୍ତ୍ୟ ହଉଛି କିଛିଟା ତୃଣ ତୁଲ୍ୟ, ମାନେ ଘାସ। ସେ ନିଜେ ସୃଷ୍ଟି କରିଛନ୍ତି ଆର କହୁଛନ୍ତି ଯେ ଏ ଜଗତ ହଉଛି କିଛିଟା ବା ମର୍ତ୍ତ୍ୟ ହଉଛି କିଛିଟା ଘାସ ପରି। ତୃଣ ବୋଲି ତ ବୁଝିପାରବା ନାହିଁ, ଆମେ ଟିକେ ଓଡିଆ ବେଶୀ ହେଇଯାଉଛି। ଘାସ ବୋଲେ ବୁଝିପାରୁଛ ନାଇକି? ଆଉ ତାହାଙ୍କର ସମସ୍ତ ଶୋଭା ତୃଣର ପୁଷ୍ପ ସଦୃଶ୍ୟ। ମାନେ ଯୋଉ ଘାସରେ ହେଇଥାଉଛି, ଗୋଟେ ଗଛ ଲାଗିଥାଉଛି, ଫୁଲ ଫୁଟି ଥାଉଛି, ସେମିତି ଫୁଲ ଯଦି ଗୋଟେ ଜାଗାରେ ମନେ କର ଗୋଟେ ଏକ୍ଜାମ୍ପଲ, ଏଠି ଗୋଟେ ଭାଟା ଅଛି, ଏଠି ଯଦି ଅଳ୍ପୀ ଲଗା ହେଇଛି ତାର ଫୁଲ ହେଲା ବେଳେ କେମିତି ସୁନ୍ଦର ଦିଶୁଥିବ ସେଟା କହିବେ ଶୋଭା କେତେ ସୁନ୍ଦର। ତେବେ ଏ ଜଗତ ତାଙ୍କେ ବନାଇଛନ୍ତି ବୋଲି କହିଲେ ନାଇଁ କି ସୁନ୍ଦର ଆକା, ମାତ୍ର ଏଠି ଥିବା ମନୁଷ୍ୟ କଣ ଏ ଜଗତର ବିଷୟ ମାନେ କିଛିଟା ଅଛି ଅସାର ହିଁ ଅସାର ଅଛି, ସବୁ ହିଁ ଅସାର। ତେବେ ଅସାର ମଧ୍ୟରେ ଅଛୁ, ତେବେ ସେ ବନାଇଥିବା ଜାଗା କେମିତି ଦେଖୁଛୁ, ମାତ୍ର ସେଟା କଣ ତୃଣ କି ହେବ
ଶୁଖିଯିବ, ଘାସ ଶୁଖିଯିବ, ଆଉ ଫୁଲ ମିଶା ନାଇକି ଝଡ଼ିଯିବ। ମାତ୍ର ଗୋଟେ ମୁଖ୍ୟ ବିଷୟ ହେଲା, ଆପଣ ମାନେ ଅଣ୍ଡରଲାଇନ୍ କରିଥାନ୍ତୁ, ସେଠି ଚିହ୍ନ ଦେଇଥାନ୍ତୁ, ଈଶ୍ୱରଙ୍କର ବାକ୍ୟ ଅନନ୍ତ କାଳ ସ୍ଥାୟୀ। ମାନେ ସେଟା କେବେ ଶେଷ ମିଶା ହେବ ନାହିଁ, ସେଟା ପାଇଁ ଅନନ୍ତ କାଳ ସ୍ଥାୟୀ। ଏହା ସେହି ସୁସମାଚାରର ବାକ୍ୟ ଯାହା ତୁମମାନଙ୍କର ନିକଟରେ ପ୍ରଚାରିତ ହୋଇଅଛି। ଏବେ କି ହଉଛି? ପ୍ରଚାରିତ ହେଉଅଛି। ଏଟା ହଉଛି ଅନନ୍ତ କାଳସ୍ଥାୟୀ ଈଶ୍ୱରଙ୍କର ବାକ୍ୟ। ତେବେ ଏଇ ବାକ୍ୟ ମାନେ କିସ୍ କରବାର ଅଛି? এই ଅନନ୍ତ ଜୀବନର ଅଧିକାରୀ ମିଶା ଆମେ ହେବାର ଅଛି। ସେଟା ପାଇଁ ଆମର ଖ୍ରୀଷ୍ଟିଆନର ଲକ୍ଷ୍ୟ, ମୁଁ ଅନନ୍ତ ଜୀବନର ଅଧିକାରୀ କେମିତି ହେବି, କେମିତି ମୁଁ ଅନନ୍ତ ଜୀବନ ପାଇବି। ଅନେକ ଲୋକ ଅନନ୍ତ ଜୀବନ ମଧ୍ୟ ଜାଣିନାହାନ୍ତି, ଅନନ୍ତ ମୃତ୍ୟୁ ବୋଲେ ମିଶା ଜାଣିନାହାନ୍ତି। ଜନ୍ମ ହେଲୁ ତ ମରବୁ, ଆଉ ଯେ ହେଲେ ତ ମରବ ଆକା। କୋଟିପତି ଟଙ୍କା ସବୁଥିବା ଲୋକ ମିଶା ଜନ୍ମ ହେଲା ବୋଲେ ଜଗତରେ ମରଣ ଅଛି। ମରଲା ପରେ ବିଚାର ବୋଲବା ଜିନିଷ ମିଶା ଅଛି। ସେଥିପାଇଁ ବୋଲି ଆମେ କିସ୍ କରବାର ଅଛି? ଈଶ୍ୱରଙ୍କର ବାକ୍ୟ ଅନନ୍ତ କାଳ ସ୍ଥାୟୀ, ଆଉ ଯାହା ତୁମମାନଙ୍କର ନିକଟରେ ପ୍ରଚାରିତ ହେଉଛି, ସେଟା ପାଇଁ ଆମେ ଠିକରେ ଶୁଣିଲେ ଆକା ବୁଝିପାରବା। ଏବେ ଏଠିରୁ ସିଆଡ଼େ ଗଲା ପରେ ନାଇଁ ଆଜି କି ବାକ୍ୟ ଥିଲା ଆଗ ଭଉଣୀ ବୋଲେ କାଟା ଗୋଟେ ଥିଲା, କହୁଥିଲେ ଯେ ସେ ଆଜ୍ଞା ମୁଁ ଟିକେ ଭୁଲି ଯାଇଥିଲି। ହେଲେ ଏଠି ବସବା କି ମୂଲ୍ୟ ହେବ? ମୁଇଁ କହିଲା କି ମୂଲ୍ୟ ଥିବ? ମୁଇଁ ନିଜେ କହି ମୁଁ ନିଜେ ଆକା ଶୁଣବାରଟା। ହେଲେ କି ଫାଇଦା, କାର ଫାଇଦା ଏଠି? ଯେଉଁମାନେ ଶୁଣନ୍ତି ପୁଣି ଶୁଣିକରି ବରଞ୍ଚ ପାଳନ କରନ୍ତି, ସେମାନେ ହେଲେ ଧନ୍ୟ। ଶୁଣବା ଲୋକ ଧନ୍ୟ ବୋଲନାହାନ୍ତି, ଶୁଣିକରି ପାଳନ କରବାର ଅଛି, ସେ କଥା ମାନବାର ଅଛି, ସେ ତ ହିସାବରେ ଚାଲବାର ଅଛି, ତେବେ ଆମେ ଧନ୍ୟ ମନାଏ। ଆଉ ଶୁଣି ଦେଉଥିବା ଶୁଣବାଟା କାଇଁ? ସବୁଦିନ ତ ପେଜ ପାଣି ଖାଇଲା ପାରା ଶୁଣିଲୁନି, ପାଟନା ଗଲୁନି ବୋଲେ ବୋଲି ଏକା ହେଇଯାଏ। ଆରେ ବୋଲି ମିଶା ହେଇଯାଏ। ତେବେ ପ୍ରଭୁ ଏ ବସବା ସମୟରେ ପ୍ରତ୍ୟେକଙ୍କୁ ଅନୁଗ୍ରହ କରୁଥାନ୍ତୁ, ବୁଝିବାକୁ ସାହାଯ୍ୟ କରନ୍ତୁ। ଖ୍ରୀଷ୍ଟର ମୋର ପ୍ରିୟ ମଣ୍ଡଳୀ ଏବଂ ଭାଇ ଏବଂ ଭଉଣୀମାନେ, ତାଙ୍କର ନାମ ସଦା ସର୍ବଦା ଗୌରବ। ଈଶ୍ୱରଙ୍କର ବାକ୍ୟ ହେଉଛି ଅନନ୍ତ କାଳ ସ୍ଥାୟୀ। ତେବେ ଗୀତ ସଂଗୀତା 138 ପଦରେ ଆମମାନଙ୍କୁ କଣ କହୁଛନ୍ତି ଟିକେ ଦେଖବା। ଗୀତ ସଂଗୀତା 138 ମାନେ 138 ପଦ। ମୁଁ ତୁମ ପବିତ୍ର ମନ୍ଦିର ଅଭିମୁଖରେ ତୁମର ଭଜନା କରିବି, ପୁଣି ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମର ସତ୍ୟତା ସକାଶେ ତୁମ ନାମର ଧନ୍ୟବାଦ କରିବି। କାରଣ ତୁମ୍ଭେ ଆପଣାର ସକଳ ନାମ ଅପେକ୍ଷା ଆପଣାର ବାକ୍ୟ ମହତ୍ କରିଅଛ। ଏଠି ଗୀତ ରଚକ ଦାଉଦ କଣ ବୋଲି କହୁଛନ୍ତି? ମୁଁ ତୁମ ପବିତ୍ର ମନ୍ଦିରର ଅଭିମୁଖେ ତୁମର ଭଜନା କରିବି, ତୁମର ଗୁଣଗାନ କୀର୍ତ୍ତନ କରିବି, ତୁମର ଗୀତ ଗାଇବି, ତୁମକୁ ସମ୍ମାନ ଦେବି। ପୁଣି ତୁମର ସ୍ନେହପୂର୍ଣ୍ଣ କରୁଣା ଓ ତୁମର ସତ୍ୟତା ସକାଶେ, ତାଙ୍କର କେତେ ପ୍ରେମ କରୁଣା, କେତେ ସ୍ନେହ ପ୍ରେମ ଥିବାରୁ, ଆରେ ତୁମର ସତ୍ୟତା, ସେ ହିଁ ସତ୍ୟ ଥିବାରୁ ତୁମ ନାମର ଧନ୍ୟବାଦ କରିବି। ସେଥିପାଇଁ ସେ କହିଲେ, ମୁଁ ପଥ ସତ୍ୟ ଓ ଜୀବନ, ମୋର ଦେଇ ଯଦି ନ ଯିବ, କେ ମିଶା ମୋର ପିତାଙ୍କର ବାପାଙ୍କର ପାଖକୁ ଯାଇପାରିବ ନାହିଁ। ତେବେ ଯୀଶୁ ହେଉଛନ୍ତି ଗୋଟିଏ ମାଧ୍ୟମ, ତାଙ୍କର ମାଧ୍ୟମ ଦେଇ ଆମେ ଯାଇପାରିବା। ସେ ଯଦି କହିଲେ ମୋର ପିତାଙ୍କ ନିକଟକୁ କେହି ଯାଇପାରିବ ନାହିଁ ବୋଲେ ଯୀଶୁ କେ ହେଲେ? ଯୀଶୁ ହେଉଛନ୍ତି ଆମର ଭାଇ। ତେବେ କହିଲେ ମୋର ପିତା ବୋଲେ ଆମର ମିଶା ପିତା। ତେବେ ସେ ଯଦି ଆମକୁ କହୁଛନ୍ତି
बोले आमे किस करवार अछि से रास्ता कोटा जानवा को चेष्टा करवार अछि एवं तो हिसाब रे चलवार अछि और तांकर सत्यता सकाशे किस करबे से धन्यवाद देवे से सत्य सेति पाई से वाक्य रे से कहले जे मु पथ सत्य और जीवन बोली से निजे सत्य थिबार का से कोई पारुछंती से यदि सत्य न थान्ते से केबे कोई मिसा न थान्ते जे मु पथ सत्य और जीवन बोली मुई से पथ मुई आका सत्य और सेटा तमर जीवन बोली से प्रभु नाम गौरव आउरी गोटे कोन कहउछंती कारण तुम्भे आपणार सकल नाम अपेक्षा आपणार वाक्य महत करियछ तांकर नाम अपेक्षा तांकर वाक्य अर्थात तांकर कथा महत करिछन एते उच्चरे रखिछंती से कथा कहवा मात्रे जगत सृष्टि होला मात्र हमको कथा कहि करि नै कि हमके सृष्टि पर निर्माण करनांती निजर हाथ रे तयारी करछंती केंती सेटा मिसा आपना प्रतिमूर्ति आपना सादृश्य रे से जेंती आमे सेंती सेंती सादृश्य रे से निजर हाथ रे तयारी करछंती यदि आमे जदि से तयारी करथिबा मनुष्य जदि तांकर कथा जदि मानबा नै बोले तांकु बेसी श्रद्धा लागो कि लागो दुख लागो सेटा मिसा से दुख पड़िछंती ए मनुष्य मान को मुई तैयार करली सिना ए माने अविरत मंद और एते खराब काम माने करूछंती बोली दुखित मिसा आइथिले आरि प्रथम है सृष्टि करथिबा विषय को किस कले मिसात कले तेरे आमे नूतन सृष्टि नूतन मनुष्य जेते बेले आदम थिले सेटा प्रथम सृष्टि जेते बेले यीशु ख्रीष्ट आइले हमर द्वितीय प्रथम आदम आमानकर पाप सकाशे सब किछि मात्र द्वितीय आदम जे यीशु ख्रीष्ट हमर पाप बहन करे नेबा पई से आइले अरे आमन को उद्धार करछन आमे बिना मूल्य रे पाइछि टंका पैसा देई करी हम माने ए जीवन पाइनी आगरे कोन थिला छेली मेंढा गाई गोरु की जहा किछि पशु बलि दउथिले बोली कहले बोले लोक उद्धार पाइबो बोली मुक्ति पाइबो बोली मात्र प्रभु देखे एटार तो किछि मोर संतोष नाही कि मोर किछि श्रद्धा नाही कि किछि मूल्य मिसा नाही लोक माने खाली पाप अर्जन करूछंती लोक मान को बलि करूछंती हेले मुई निजे जदि बलिकृत हेबी अर्थात काई कि से निकुंत मत तांकर पापर लेस मात्र नथिला सेथि पई से नाही कि आमर पई जीवन देइछंती बहुमूल्य रक्त बहाइछंती बोली आमे बंची करी अछि तेबे तांकर मूल्य मिसा आमे रखबार अछि तेरे आमे सबु बेले तांकर खुशी लहू को अरे तांकु स्मरण करबा जे से स्वर्ग पृथ्वीर अधिकारी हेले मिसा आमर पाई बोली करी गोटे गुहा कुंड को इच्छा कले जन्म हेबी बोले सेठी सोइबी आमे हेले कहि थांतु मुई तो स्वर्ग पृथ्वीर अधिकारी मुई तो प्रभु मुई पुणी से गुहा कुंड रे गोटे जन्म हेला बोले मोके नहीं सुआइबे सेंती भावी थांता मात्र से निजको नम्र अरे न्यून देखाइले से एमती हेबो बोले ऊपरे उठी पार और जेते बेला गर्भ करबो बोले तळकु खसी तेबे आमे गर्भ मिसा केबे हेबा नाही तेबे एटी गीत रचक दाऊद केमती धन्यवाद मध्य देई कारण तुम्बे आपना सकल नाम और वाक्य महत करियछ सेति पई धन्यवाद प्रभु और से हमर प्रार्थना रो उत्तर मिसा दे मात्र आमे केउ प्रकार मनोभावना रे मागुछु सेटा मिसा देखो आमे आत्मा रे एवं सत्य रे तांकर उपासना करू
ଆମେ ଦେଖୁଛୁ ସମସ୍ତ ପ୍ରାଣ, ସମସ୍ତ ଆତ୍ମା, ସମସ୍ତ ଶକ୍ତି, ମନ ଦେଇ ପ୍ରଭୁ ଈଶ୍ୱରଙ୍କୁ କିସ୍ କର, ପ୍ରେମ କର, ସେବା କର। ପ୍ରତିବାସୀକୁ କିସ୍ କର, ଆତ୍ମତୁଲ୍ୟ ପ୍ରେମ କର ବୋଲି। ହେଲେ ସମସ୍ତ ମନ ପ୍ରାଣ ଦେଲେ ଏକା ପ୍ରଭୁ ନାଇକି ଆମକୁ ତାର ଆମେ ଆର ଖାମ ଖାଲି ଭାବରେ ବସିକିନା ଏଠି ଯଦି ତାଙ୍କୁ ଧନ୍ୟବାଦ କରୁଛି ବୋଲି କହୁଥିବା ବୋଲେ ଆମେ ପାଇବା କି? ମନୁଷ୍ୟ ବାହ୍ୟ ରୂପ ଦେଖନ୍ତି, ମାତ୍ର ସଦାପ୍ରଭୁ ଅନ୍ତଃକରଣ ଦେଖନ୍ତି। ବୋଲେ ଆମର ଏ ଅନ୍ତର ଭିତରେ କଣ କଣ ଅଛି, କଣ ନାହିଁ, କୋଉଟା ଖରାପ ଅଛି, ସେଟା ମିଶା ତାଙ୍କୁ ଜଣା। ତେବେ ଆମେ କିସ୍ କରବାର ଅଛି? ନମ୍ରତା ମିଶା ହେବାର ଅଛି, ଆତ୍ମାର ସତ୍ୟର ମିଶା ଉପାସନା କରବାର ଅଛି। ତାଙ୍କର ବାକ୍ୟକୁ ଆମମାନେ ସବୁବେଳେ ନାଇକି ଧରି ରଖିବାର ଅଛି, ବାକ୍ୟର ପରିଚର୍ଯାରେ ଥିବାର ଅଛି। ତେବେ ଜଗତର ବିଷୟ ସବୁରେ ଆମେ ବଞ୍ଚିବୁ କି? ପ୍ରଭୁ ଅନୁଗ୍ରହ ନ କଲେ ବଞ୍ଚି ପାରିବୁ ନାହିଁ। ଯୀଶୁ ଯେତେବେଳେ 40 ଦିନ 40 ରାତ୍ର ଉପବାସ ଥିଲେ, ଆଉ ଯେତେବେଳେ ନାଇକି ଶୈତାନ ତାଙ୍କୁ ପରୀକ୍ଷା କରିବା ପାଇଁ ଆସିଲା, ସେତେବେଳେ ଯୀଶୁ ମିଶା ଗୋଟେ କଥା କହୁଛନ୍ତି, ମାଥିଉ 4:4। ସେଠି ଏ ପ୍ରକାର ଲେଖା ହେଇଛି, କିନ୍ତୁ ଯୀଶୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୋଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କର ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ମନୁଷ୍ୟ କେବଳ ରୋଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କର ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ଆମର ଶରୀରକୁ ବଞ୍ଚାଇବାକୁ ଆମେ ଯୋଉଟା କି ଜଗତର ଖାଦ୍ୟ ଖାଉଛୁ, ମାତ୍ର ଆତ୍ମାକୁ ବଞ୍ଚାଇବାକୁ ଈଶ୍ୱରଙ୍କର ବାକ୍ୟକୁ ଆମମାନେ ଖାଇବାର ଅଛି। ମାନେ ଭିତରେ ରଖବାର ଅଛି। ଖାଇବାର ବୋଲେ ଏଟା ମାନେ ଚିରି ଚିରି ଚାବି ଚାବି କରି ଖାଇବା କଥା କୁହାହଉନି। ନାଇଁ କେତେ ଲୋକ ସେମିତି ଆକା ଭାବେ ଖାଇବାର ଅଛି ବୋଲି କହିଲେ ଏ ବାଇବଲର ସବୁ କାଗଜ ମାନେ ଚିରବେ ଆରି ଖାଇବେ ବୋଲ, ସେମିତି ନାହିଁ, ପ୍ରଭୁ ସେଟା କହୁନାହାନ୍ତି। କାହାକୁ ବୋର ଲାଗୁଛି? ହାଲେଲୁୟା, ହାଲେଲୁୟା। ବୋର ଲାଗୁଛି? ଧନ୍ୟବାଦ। ପ୍ରଭୁଙ୍କର ବାକ୍ୟ କେବେ ବୋର ନାହିଁ। ଆମେ ହେଲୁ ବୋର ମନୁଷ୍ୟ। ଆମକୁ ସବୁ ଜିନିଷ କିସ ଏ ଜଗତରେ ଅସାର ଖରାପ ଦେଖାଯିବ, ଆଉ ବୋର ଲାଗିବ। ସେଟା ପାଇଁ ଆରମ୍ଭରୁ ମୁଇଁ କହିଲି, ଭଲ ବିଷୟ ଶୁଣିବାକୁ କାହାକୁ ଇଚ୍ଛା କି? କାହାକୁ ଇଚ୍ଛା ନାହିଁ। ଖରାପ କଥା କହିଲେ 100 ଲୋକ ଶୁଣିବାକୁ ଇଚ୍ଛା କରେ। ହଉ ଯାହା କିଛି ପ୍ରଭୁଙ୍କର ନାମ ଗୌରବ ହଉ। ବୋର ହେଲେ ହିଁ হবে, ତାପରେ ଟ୍ୟୁବୱେଲ ଲଗାଇବା, ପାନି ମାରବା, ବାହାରବ। ପ୍ରଭୁଙ୍କର ନାମ ଗୌରବ ହଉ। ପ୍ରଭୁଙ୍କର ବାକ୍ୟ କେବେ ଆମମାନଙ୍କୁ ବୋର କରେ ନାହିଁ, କିନ୍ତୁ ଆମେ ମାନେ ହେଉଛୁ ଏ ଜଗତର ଅଭିଳାଷୀ ମନୁଷ୍ୟ। ସେଥିପାଇଁ ଆମମାନଙ୍କୁ ନାଇକି ଏ ଜଗତର ଅଧିପତି ଆମମାନଙ୍କୁ ବାନ୍ଧି ରଖିବାକୁ ଚାହୁଁଛି। ସେଥିପାଇଁ ଆମକୁ ସବୁ ଜିନିଷ ନାଇକି ଖରାପ କଥା ଲାଗେ। କାହିଁକି? ଭଲ ଲୋକ ଗୋଟେ ଭଲ କରିବାକୁ ଚାହିଁବ, ଖରାପ ଲୋକ ଖରାପ କରିବାକୁ ଚାହିଁବ। ସେଥିପାଇଁ ତାର କାମ ହେଲା କିଛିଟା ଭଲ ଜିନିଷକୁ ମିଶା, ଏଟା ଖରାପଟା, ଏଟା ଭଲ ନାହିଁ, ଏମିତି ବୋଲି ସେ ଆମମାନଙ୍କର ମୁଣ୍ଡରେ ମଧ୍ୟ ଆଣବ। ତେବେ ମୁଇଁ କହୁନାହିଁ, ଯୀଶୁ ଉତ୍ତର ଦେଲେ, ଲେଖା ଅଛି। ଲେଖା ନହେବା କଥା ମୁଇଁ ମିଶା କହୁନାହିଁ, ଯୀଶୁ ମିଶା କହୁନାହାନ୍ତି। ଲେଖା ଅଛି ବୋଲୁଛନ୍ତି। ମୁଇଁ ଲେଖା ନହେବା କଥା ଏଠି କହୁଛି କି? ଲେଖା ଥିବା କଥା କହୁଛି। ସେଟା କୋଉଠି ଲେଖା ହେଇଛି? ଏ ପବିତ୍ର ବାଇବଲ ଲେଖା ହେଇଛି। ତେବେ ମୁଇଁ ମିଶା କହୁଛି। ତେବେ ଏ ଲେଖାକୁ ଆମମାନେ ଭଲରେ ଶୁଣବା, ଆରେ ଟିକେ ବୁଝବାକୁ ପ୍ରଭୁ ଶକ୍ତି ଦିଅ ବୋଲି ମାଗ। କେବଳ ରୋଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କର ମୁଖରୁ ନିର୍ଗତ ବାକ୍ୟରେ ସେ ଲୋକ ବଞ୍ଚିବ। ପ୍ରଭୁ କହିଲେ ଆକା ସେ କଥା
ଦେଲେ ଆଗ ବଞ୍ଚିବ। ଯଦି ପ୍ରଭୁ କହିଥାନ୍ତେ ତୁ ମରିଯା ବୋଲି ମରିଯିବ। କାହିଁକି? ସେ କଥାର ଜୀବନ ମରଣ ସବୁ କିଛି ଅଛି। ଯେମିତିକି ଆମେ ସେତେବେଳେ କହୁଥିଲୁ ଜୀବର ଅଧୀନରେ ମରଣ ଜୀବନ ଯିବାର ଅଧୀନ। ତେବେ ଗୋଟେ ଜୟଖାଡି ଯେମିତିକି ନାଇକି ଗୋଟେ ଜଙ୍ଗଲକେ ବୁଡାଇବ, ଆମର ଜିପ ମିଶା ଲଗେ ଲଗେ ଲୋକ ଛାର ଖାର କରିଦେବ। ସେଥିପାଇଁ ନାଇକି ଆମେ ଏ ବାକ୍ୟ ମତେ କଣ କହୁଛି ବୋଲି ଆମେ ବୁଝବାକୁ ପ୍ରଭୁ ଶକ୍ତି ମାଗବା। ଆମେ ମୋର ଟଣ୍ଡ ଅଛି ବୋଲି କରିଛେ ଆଗ ଲାଗିଦେଲେ ହେବ ନା, କଥା ଅଛି ବୋଲି କହିଦେଲେ ମିଶା ହେବ ନାହିଁ। ଆମେ ଭାବବାକୁ ପଡବ। ଏବେ ଦେଖ, ଯଦି ତୁମେ ମାନେ ପ୍ରାର୍ଥନା ଏଠି ବସୁଛ, ଅଲଗା କାକେ ଯଦି କିଛି ଗୋଟେ କଥା କହୁଛ ବୋଲେ ଦେମାନ ପୁଣି ସବୁଦିନ ପ୍ରାର୍ଥନା ବସତା ଅଛି। ଏମାନର କଥାବାର୍ତ୍ତା ଚାଲିଚଳନ କହି ନୟ ବାହ 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 ଆରେ ଖ୍ରୀଷ୍ଟିୟାନ ବୋଲ ଭଲ ହେଲାନି ବୋଲ, ସେଟା ଆମକୁ ଦରକାର କି? ଆମର କଥାବାର୍ତ୍ତା ଆଚରଣରେ ଦେଖି ଦେଇ ସେ ନାଇଁ କି ଆମକୁ ସାହାଯ୍ୟ କର। କଥାବାର୍ତ୍ତା ହେଲେ ତାର ମନକୁ ଆମେ ଜିଣି ପାରବା, ପ୍ରଭୁଙ୍କ ପାଖରେ ସେ ଆସିପାର। ଆମେ ପ୍ରାର୍ଥନା ବସୁଥିବାର ସେ ଯେମିତି କଥା କହିଲେ ଆମେ ସେମିତି କଥା କହିଲେ ତାକୁ ଆରେ ମତେ କି ଫରକ, ସେ ମୁଇଁ ସମାନ। ସେଟା ପାଇଁ କୁପ୍ରିୟାକେ ସୁପ୍ରିୟାରେ ପରାଜୟ କର ବୋଲୁଛନ୍ତି। ଖରାପ କଥା କହିଲେ ଭଲ କଥା କହି ଜୟ, ସେ କହିଲେ ଚିମ୍ରା ହେଇଥାଉ। ଆମେ କି କହୁଛୁ ଅଣ୍ଡରା ଯଦି ଆସପରି ଦୁଇଟା ଲଗାଇବ ଆର କିସ କିସ କହିବ ବୋଲି କହିଲେ ବୋଲେ ଆମେ ଆସି ଚଣ୍ଡି ଚୋଡ଼ି ଦେଇଥିଲେ କି ଦୁଇଟା ଖାଇବୁ, ତାପରେ ନାଇଁ କି ସେ କହିବ ଆମେ କହିବୁ, ତାପରେ କିସ ହବ? ଅସୁବିଧା ହବ କି ନାଇଁ? ସେ କହିଲେ ଆମେ ସେଠି ଶୁଣିବାର ଅଛି, ନହେଲେ ଆମେ କହିଲେ ସେଠି ଶୁଣିବାର ଅଛି। ଆମେ କୁକୁର ମାନଙ୍କୁ ଦେଖିଥିବୁ ନାଇଁ, ଆମେ ଯାଉଥିବୁ ଯଦି କୁକୁର ଚାବି ଦେଲା ବୋଲେ ଆମେ କୁକୁରକୁ ଚାବିବାକୁ ଯାଉଛୁ କି ନାଇଁ? କୁଦାଇ କୁଦାଇ তোকে মিশে চাবি মোকে চাবিছু তোকে চাবি রো বলি କରି ତାকে ଦେବାକୁ ଯାଉଛୁ। ସେଟା ପାଇଁ ଗୋଟେ ଉଦାହରଣ ପରି ଲୋକ ଚାବଲେ ଆମେ ତାକେ ଚାବବାକେ ଯିବା ନାହିଁ। ତାର ପାଇଁ ପ୍ରାର୍ଥନା କର, ପ୍ରଭୁ ଆର ମନକୁ ବଦଳାଅ, ଆକୁ ଚେଞ୍ଜ କର। ପ୍ରଭୁ ଏ କଥାବାର୍ତ୍ତା ଆର ଭଲ ନାହିଁ, ଆର କଥାବାର୍ତ୍ତା କେମିତି ଠିକ ହଉ ବୋଲେ ଆମେ ଯଦି କାନ୍ଦବୁ ଆର ପାର ପାଇଁ ପ୍ରାର୍ଥନା করবো, ଆଣ୍ଟୁ ମାରବୁ ବୋଲେ ସେ ଚେଞ୍ଜ ହେବ। আর তুই চেনছে এই কইবার নাই বলে শুনবো মিশা নাই। আমার এটা কিসটা পবন রে একা ভারি দিব সব। পবন বর্ষা হেলা বেলে পবন আসছে কি নাই, ঘূর্ণি বাত্যা পড়টা হেব বরা সেমতি তো ঘূর্ণি বাত্যা বলবে কি কিসটা বলবে সেটা ପାଣି ପବନ। ପାଣି ପବନ ଆଇଲା ବୋଲେ ଯେମିତି କି ଏମିତି ପବନ ମାନେ ହେବ ଘର ଦ୍ୱାର ମିଶା ଉଡାଇ କରି ନେଲା ପରା, ସେମିତି ଆକା ଆମର କଥା ମିଶା ଉଡି ଉଡି ବାହାରି ଯିବ, କିଛି ମୂଲ୍ୟ ନାହିଁ। ସେଥିପାଇଁ ନାହିଁ କି ଆମକୁ କଣ ବୋଲି କହୁଛନ୍ତି, ତାଙ୍କର ବାକ୍ୟରେ ସବୁବେଳେ କି ସେ ବାହାରୁଛି ମନୋଯୋଗ ଥିଲେ ଆକା ସେ ଚିନ୍ତାଧାରା ହେବ। ତେବେ ବସବା ସମୟରେ ପ୍ରଭୁ ଅନୁଗ୍ରହ କରନ୍ତୁ। ଗୀତ ସଂହିତା 119 ପର୍ବର 97 ପଦ ଆମେ ଦେଖବା। 119 97 ପଦ। ମୁଁ ତୁମର ବ୍ୟବସ୍ଥାକୁ କିପରି ପ୍ରିୟ ମନେ, ତା ଦିନ ଯାକ ମୋର ଧ୍ୟାନ। ତେବେ ଆମେ ବି କିସ କରବାର ଅଛି, ମୁଁ ତୁମର ବ୍ୟବସ୍ଥାକୁ ଯୋଉଟା ପ୍ରଭୁ ମତେ ଦେଇଛ ପ୍ରଭୁ ସେଟାକୁ କେମିତି ମୁଇଁ ମନେ ପକାଇବି, ଆର କେମିତି ମୁଇଁ ପ୍ରେମ କରବି, ଆରେ ଦିନ ଯାକ ସେଟା କିସ କରବି ଧ୍ୟାନ କରବି। ଆମେ କିସ କରବାର ଅଛି, ଟିକେ ଧ୍ୟାନ କରବାର ଅଛି। ଆମେ ଧ୍ୟାନ ମିଶା କରବା ନାହିଁ ବୋଲେ ଏ ବିଷୟ ମିଶା ଜାଣି ପାରବା ନାହିଁ। ଆମକୁ ଅଲଗା ଅଲଗା ବିଷୟ ମାତ୍ର ଭୟଙ୍କର ଧ୍ୟାନ ଦଉଛି। ଭୟଙ୍କର ବୋଲ ବେଶୀ ଓଡିଆ ହେଇଗଲା। ଆମକୁ ଅଲଗା ଅଲଗା ବିଷୟ କହିଲେ ନ ସରେ ଯେ ଏମିତି ଆମର ମନରେ ରହୁଛି ଯେ ସେଟା ପାଶରି ମିଶା ହେବ ନାହିଁ। ସେ ପୂର୍ବ କାଳରେ କିସ କାମ କରିଥିଲା ସେଟା ମିଶା ମନେ ଥିବ, ଆରେ ସେ କିସ କରିବା ପାଇଁ ଯାଉଛି ଏମିତି ବୋଲି କରି ସେଟା ଧ୍ୟାନ ରଖିବ।
मतलब प्रभु वाक्य को ध्यान न दियो बोले आमे किसी मूल्य मिशा नहीं ते आमे तांकर वाक्य को मिशा के ध्यान करवार अछि ध्यान कले आका नहीं कि प्रभु माने पवित्र आत्मा हमको कार्य करबे बुझवा के मिशा साहाय्य करबे तेबे आमे से 119 रो 105 पदरे आमाने टिके देखवा तुम वाक्य मो चरण पाई प्रदीप ओ मो पथ पाई आलुओ अटे। प्रेज द लॉर्ड Praise the Lord. हालेलुया Hallelujah. एठार कोन बोली लेखा हला तुमरो वाक्य मो चरण पाई प्रदीप तुमर कथा वार्ता तुमर वाक्य होची मोरो पाद चलवा पाई किस्टा चरण पाई प्रदीप अरे मोर चलवा रास्ता बा पथ पाई कोन आलुओ ओटे सेंती आका नहीं शैतान मिसा काम करो और पिलाटो की मान मिसा दी कहबती उठी भारे जा बस नहीं बोल सेति पय हम किस करा वाक्य रो मनोयोगी हेले आका एटा हे बोले पिलाटो की हेबे राटू हेबे कि बेसी कर्मा तो तांकु आमे संभाळी करी बामाई करी धरबार अछि ए भात खाइला बेले केंती कहचू आ बापा टिखा एटी देख कुकुड़ा देखचू खा खा एटी देख जन देखुचू खा खा आहा बापा बोल जेंती बामाउचू तो ते उनको गन देवी संको गन देवी सेंती नहीं कि एटी मिसा नहीं कि ती प्रार्थना बसे अरे था तार पथे ती घरे गले मुई किस टाइम जाके देवी खाइबू बोले से बसबो आमे जदि किछि कहबा नहीं बोले हम बोर्ड हेले मिसा से केबे मानबो नहीं वाक्य सुनबा को मिसा ताबी इच्छा लागबो नहीं शिशु मानन को मो निकट रे हम से मानन को मना करो नहीं तां खेदी दियो बोली कोई नांती मात्र आइले बसु बसु एले आमे तांको बसाइले तो सिबे कोड कोटे मां माने थिबे विचार लाई कोई अरे चलबे अब किसटा बुझबे हा बापा रो 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 आहा सेंती मिसा होची ना हेले से आइबा की दरकार आइबा को नो आसी गोरे बसितिले बोलो चिमटी देउ बेटे दे चिमटी देले जानी देवा कथा आमी सुनबो नाही ने आज्ञा तुम पिची कोण आहे नी भारी जीव आमे जावे तुम मिसा करवा जे जदि चिमटी रहले ताके कबादु ईश्वरकर वाक्य द्विधार खड़ग सदृश मके मिसा दुकाइबो काटी हेबो सुनबा लोक मिसा काटी हेबो तेबे तार मूल्य एटा काम देउची बोल जानबो हेले एटा काम देउची प्रेज द लॉर्ड हालेलुया प्रभु नाम गौरव आमे देखलु कोन तुमर वाक्य मो चरण पाई प्रदीप ओ मोर पथ पाई आलुओ ओटे तांकर वाक्य बिना आमर चरण प्रदीप आइब नहीं उज्जवल हेब नहीं अरे मोर पथ पाई बोले मोर रास्ता चला बुला हेबारे आलोक ज्योति देव नहीं तेबे आमे माने शिखुचु कोन तांकर वाक्य आका होछि नहीं कि मोर चरण पाई मोर गोड़ पाई मोर चला बुला पाई प्रदीप हमर पथ पाई किसटा आलुओ ओटे तेबे से वाक्य को सबु बेले हम किस करवार अछि ध्यान रे सुनवार अछि ध्यान मिसा देवार अछि आ गीत संगीता एक और दुई पदरे हम मन को कोन बोली कहउछंती देखवा टिके जो जन दुष्ट मान को मंत्रणा रे चले नहीं अबा पापी मान को मार्ग रे ठिया होए नहीं कि अबा निंदक मान को सभा रे बसे नहीं मात्र
ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ ସେ ଧନ୍ୟ। ହାଲେଲୁୟା। ହାଲେଲୁୟା। ଯେଉଁ ଜନ ଦୁଷ୍ଟ ମାନଙ୍କର ମନ୍ତ୍ରଣାରେ ଚାଲେ ନାହିଁ, ମୁଁ କହୁଥିଲି କି ନାହିଁ, ଆର ତାର କଥାରେ ମନ୍ତ୍ରଣାରେ ଯେ ଚାଲବ କିଛିଟା ହବ କୁଟି ହେଲେ ଆଙ୍କି ଦିଶ ମାନେ ଆନ୍ଧାର ଆଗାକୁ ଢୁକାଇ ଯାଏ। ଏବେ ଗୋଟେ କାଣା দেখাই পারবো রাস্তা ଭଲ କାକା ନାଇଁ କେଟା ଖାଲ କି ଢେପ କି ଏଟା ପାଗନା କି ଢେକନା କି କାନ କି କିଛିଟା ବୋଲି দেখাইবো আরে ନାଇଁ ଯାଉ ନାଇଁ ରାସ୍ତା ଠିକ ନାଇଁ ବୋଲ। ସେଥିପାଇଁ ଏଠାରେ କୁହାହେଲା ଯେଉଁ ଜନ ଦୁଷ୍ଟ ମାନଙ୍କର ମନ୍ତ୍ରଣାରେ ଚାଲେ ନାହିଁ ଅବା ପାପୀ ମାନଙ୍କର ମାର୍ଗରେ ଠିଆ ହୁଏ ନାହିଁ କି ଅବା ନିନ୍ଦକ ମାନଙ୍କର ସଭାରେ ବସେ ନାହିଁ। ଯେ ପର ଚର୍ଚ୍ଚା କରୁଥିବ ଆର ନିନ୍ଦା ତାର ନିନ୍ଦା କରୁଥିବ ତାର ପାଖେ ବସବ ନାହିଁ ପ୍ରଭୁଙ୍କର ଲୋକ ହେଲେ। ସେ ଯଦି ପ୍ରଭୁଙ୍କ ଠାରେ ବଢୁ ନାହିଁ ସେ ବସି କରି ଆରାମ ମସ୍ତ କରି କାନ କେ ଏମିତି କରି ଡେରି କରି ଶୁଣୁଥିବ ନା କାର କିଛିଟା କହିବେ କାନ୍ତି କି କୁଡ଼ ପାଖେ ମିଶା ଯାଇ ଶୁଣୁଥିବ ଆରେ ଆର କଥା ଯାଇ ତାକେ ମିଶା କହୁଥିବ। ସେଟା ହେଲା ନିନ୍ଦକ, ନିନ୍ଦା କରବାଟା। ତେବେ ଆମକୁ ସେମିତି ଆତ୍ମା ପ୍ରଭୁ ଦେଇଛନ୍ତି କି ପ୍ରଶ୍ନ କରବା। ଯଦି ଦେଇଛନ୍ତି ପ୍ରଭୁ ଆଜିଠୁ ଏଇ କ୍ଷଣେ ଏବେଠୁ ବାହାର କରିଦିଅନ୍ତୁ। ଆମେନ। ଆମର ଆଗରେ ଥିଲା ମିଶା ସେମିତି ବର୍ତ୍ତମାନ ଏବେ ନ ହେବାର ଅଛି। ଆରେ ସେ ପ୍ରକାର ନ ଚାଲବାର ଅଛି। କାଲି ଗୋଟେ ବାକ୍ୟ ଦେଖୁଥିଲୁ କି ନାଇଁ ଆମେ ବା ଶୁଣୁଥିଲୁ ତୁମେ ମାନେ ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ। ଏଇ ଯୁଗରେ ଯୋଉଟା ହେଉଛି ସେମିତି ଅନୁରୂପୀ ହେଉ ନାହିଁ ମାତ୍ର ଯୀଶୁଙ୍କର ଅନୁରୂପୀ ହେଇକି ଚାଲ। ସେଥିପାଇଁ ଆମମାନଙ୍କୁ କହୁଛନ୍ତି କଣ ବୋଲି ମାତ୍ର ସଦାପ୍ରଭୁଙ୍କର ବ୍ୟବସ୍ଥାରେ ଯାହା ଆମୋଦ ଥାଏ ମାତ୍ର ସଦାପ୍ରଭୁଙ୍କର ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ ସେ ଧନ୍ୟ। ଯେଉଁମାନେ ତାଙ୍କର ବାକ୍ୟକୁ ସମ୍ମାନ ଦିଅନ୍ତି ଆରେ ତାଙ୍କର ବାକ୍ୟକୁ ଧ୍ୟାନ କରନ୍ତି ଦିବାରାତ୍ର ସେ କିଛିଟା ସେ ଧନ୍ୟ। ତେବେ ଆମେ ମାନେ ଧନ୍ୟ ପଦ ପାଇବାକୁ ଚେଷ୍ଟା କରବା। ମାନେ ଦିନ ରାତି ଖାଲି ଏମିତି କରୁଥାଉ ବୋଲି କହିଛନ୍ତି କି ଲେଖା ହେଉଛି ବ୍ୟବସ୍ଥାରେ ଦିନ ବେଳେ ମିଶା କି ରାତି ବେଳେ ମିଶା ମନେ ପକାଉଥିବାର ଅଛି ଧ୍ୟାନ ଟିକେ ଥିବାର ଅଛି ସେଟା କୁହାଯାଉଛି। ଦିନ ରାତି ମୋର ପାଖରେ ଖାଲି କାମ ଦାମ କିଛି କର ନାହିଁ ବୋଲି କରି ସେଟା କହୁନାହାନ୍ତି। ସେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥାକୁ ଧ୍ୟାନ କରେ ଯୋଉଟା ଦେଇଛନ୍ତି ସେଟାକୁ ଯଦି ମନେ ପକାଏ ତେବେ ସେ ଧନ୍ୟ। ସେ ପ୍ରଭୁଙ୍କର ନାମ ଗୌରବ। ମାଥ୍ୟୁ 24:35 ଆମମାନଙ୍କୁ କଣ ବୋଲି କହୁଛନ୍ତି ଆମମାନଙ୍କୁ ଦେଖିବା। ମାଥ୍ୟୁ 24:35 ଲୋପ ପାଇବ ମାତ୍ର ମୋହର ବାକ୍ୟ ସମୂହ କଦାପି ଲୋପ ପାଇବ ନାହିଁ। ଦେଖ ଆକାଶ ଓ ପୃଥିବୀ ଲୋପ ପାଇବ ମାତ୍ର ମୋହର ବାକ୍ୟ ସମୂହ କଦାପି ଲୋପ ପାଇବ ନାହିଁ। ଆକାଶ ପୃଥିବୀ ସବୁ ଲୋପ ପାଇଯିବ ଭୂମି ସାଥ ଦେଇଯିବ ମାତ୍ର ଏ ବାକ୍ୟ କଦାପି ଲୋପ ପାଇବ ନାହିଁ। ଗୋଟେ ଜାଗାରେ ଲେଖା ହେଇଛି ବିନ୍ଦୁ ମିଶା ଲୋପ ପାଇବ ନାହିଁ। ଫାଷ୍ଟ ବିନ୍ଦୁରୁ ଆକା ଆରମ୍ଭ ହେଉଛି ଆମର ଲେଖବାଟା ମିଶା। ତେବେ ଆମେ ସବୁବେଳେ କିସ୍ କରବାର ଅଛି ତାଙ୍କର ବାକ୍ୟକୁ ଧ୍ୟାନ କରବାର ଅଛି। ଆରେ ପ୍ରାର୍ଥନାରେ ଆମେ କିସ୍ କରବାର ଅଛି ଏକାଗ୍ର ଭାବରେ ଲାଗି ରହିଥିବାର ଅଛି। ଆକାଶ ପୃଥିବୀ ଲୋପ ପାଇବ ମାତ୍ର ମୋହର ବାକ୍ୟ ସମୂହ କଦାପି ଲୋପ ପାଇବ ନାହିଁ। କେବେ ମିଶା ତାଙ୍କର ବାକ୍ୟ ଲୋପ ପାଇବ ନାହିଁ। ଜିରିମିୟ 15:16 ପଦରେ ଆମେ ଟିକେ ଦେଖିବା ଆମମାନଙ୍କୁ କଣ ବୋଲି କହୁଛନ୍ତି। ଜିରିମିୟ 15:16
ତୁମ୍ଭର ବାକ୍ୟ ପ୍ରାପ୍ତ ହେଲା, ପୁଣି ମୁଁ ତା ଭଜନ କଲି, ଆଉ ତୁମର ବାକ୍ୟ ମୋର ଆନନ୍ଦ ଓ ଚିତ୍ତର ଆହ୍ଲାଦଜନକ ହେଲା। କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର, ମୁଁ ତୁମ ନାମରେ ଖ୍ୟାତ ଅଟେ। ଦେଖ, ତୁମର ବାକ୍ୟ ମତେ ପ୍ରାପ୍ତ ହେଲା, ମୁଁ ତାହା ଭଜନ କଲି। ଏଇଟାକୁ ଆମେ ମାନେ କିସ୍ କରବାର ଅଛି? ଭଜନ କରବାର ଅଛି, ମାନେ ପଢବାର ଅଛି। ତୁମର ବାକ୍ୟ ମୋର ଆନନ୍ଦ, ପ୍ରଭୁଙ୍କର ବାକ୍ୟ ଆକାମକୁ ଆନନ୍ଦ ଦେବ। ମୋର ଚିତ୍ତର ଆହ୍ଲାଦଜନକ ବୋଲେ ମୋର ସୌନ୍ଦର୍ଯ୍ୟକୁ ମଧ୍ୟ ନାଇକି ଆହ୍ଲାଦଜନକ। କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର, ମୁଁ ତୁମର ନାମରେ ଖ୍ୟାତ ଅଟେ। ଆମକୁ ଉଚ୍ଚରେ ରଖିବାକୁ ନିଜ ପ୍ରଭୁ ଚାହାନ୍ତି। ଆମେ ଯଦି ତାଙ୍କର ବ୍ୟବସ୍ଥାକୁ ଧ୍ୟାନ କରିବା, ତାଙ୍କୁ ସମ୍ମାନ ଦେବା ଏବଂ ତାଙ୍କର ହିସାବରେ ଜୀବନ ଯାପନ କାଟିଲେ ଆମକୁ ଉଚ୍ଚରେ ରଖିବାକୁ ଚାହିଁବେ। ପ୍ରେରିତ 17:10 ଦେଖିବା, ମାନେ 17:10 ଅଛି ଯେ ସେଟା ଛାଡ଼ିଦିଅ, ଆମେ 10:11 ଦେଖ। 17 ପର୍ବ 10:11। ପ୍ରେରିତ 17:10-11। ପୁଣି ଭାଇମାନେ ଅବିଳମ୍ବରେ ପାଉଲ ଓ ସିଲାଙ୍କୁ ରାତ୍ରି କାଳରେ ବେରୟାକୁ ପଠାଇଲେ। ସେମାନେ ସେହି ସ୍ଥାନରେ ପହଞ୍ଚି ଯିହୁଦୀ ମାନଙ୍କର ସମାଜ ଗୃହରେ ଗଲେ। ଥେସଲୋନିକେରେ ଥିବା ଯିହୁଦୀ ମାନଙ୍କଠାରୁ ଏମାନେ ସୁଶୀଳ ଥିଲେ। ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ। ପୁଣି ଏହି ସମସ୍ତ ସତ୍ୟ କି ନା ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହାଲେଲୁୟା। ପ୍ରଭୁଙ୍କର ନାମ ଗୌରବ। ଦେଖ, ଆମେ ଏଠାରେ ଦେଖୁଅଛୁ ପାଉଲ ପ୍ରେରିତ ଲେଖୁଅଛନ୍ତି, ବେରୟରେ ଯେଉଁ ଭାଇ ଭଉଣୀ ମାନେ ଥିଲେ ବା ଲୋକମାନେ ଥିଲେ, ଥେସଲୋନିକେରେ ଥିବା ଯିହୁଦୀ ମାନଙ୍କ ଠାରୁ ଏମାନେ ସୁଶୀଳ ଥିଲେ। ଏମାନେ ପୂର୍ଣ୍ଣ ଆଗ୍ରହରେ କିସ୍ କରୁଥିଲେ? ବାକ୍ୟକୁ ଗ୍ରହଣ କରୁଥିଲେ। ଆମେ ପ୍ରଶ୍ନ କରିବା, କେତେ ଜଣ ପୂର୍ଣ୍ଣ ଆଗ୍ରହରେ ବସିଛୁ ଆର୍ ବାକ୍ୟକୁ ଗ୍ରହଣ କରୁଛୁ? ଆମେ କିସ୍ କରବାର ଅଛି? ପୂର୍ଣ୍ଣ ଆଗ୍ରହରେ, ପୁରା ସମ୍ପୂର୍ଣ୍ଣ ହୃଦୟ ମନ ପ୍ରାଣରେ ତାଙ୍କର ବାକ୍ୟକୁ ଗ୍ରହଣ କରବାର ଅଛି। ପୁଣି এই ସମସ୍ତ ସତ୍ୟ କି ନା, ଏବେ ଯୋଉଟା ମୁଁ କହୁଛି ସେଟା ସତ୍ୟ କି ମିଥ୍ୟା ଏଟା ଲେଖା ହେଇଛି କି ନାଇଁ ବୋଲି ଯିବ ଆରି ଘରେ କିସ୍ କରବ, ଆରି ଗୋଟେ ଥର ପଢବ, ତାପରେ ଜାଣିପାରବ ଏଟା ଠିକ କହୁଥିଲେ କି ଭୁଲ କହୁଥିଲେ, କି ଏଟା ମୋର ପାଇଁ ଭଲ କି ମନ୍ଦ, ଏଟା ପ୍ରଭୁ ମତେ କାହିଁକି ଜଣାଇଛନ୍ତି ବା ଦେଖିଛନ୍ତି, ସେଟା ଆଇବ। এই সমস্ত সত্য কি না তাহা জানিবা নিমন্তে প্রতিদিন কিস করুଥିଲେ? শাস্ত্র অনুসন্ধান করুଥିଲେ। বেটি করে দেখুଥିଲେ সে লোক কইলা যে এটা সত কইলা কি মিছ কইলা, তেবে আমি সেমতি হেলু বলে আমি প্রভুরে ঠিকরে বড়ি পারো। ସେ ପ୍ରଭୁଙ୍କର ନାମ ଗୌରବ ଅନୁଗ୍ରହ କରନ୍ତୁ। ସେ କେତେ ମହାନ ଅଟନ୍ତି, ସେ ରାଜା ମାନଙ୍କର ରାଜା, ପ୍ରଭୁ ମାନଙ୍କର ପ୍ରଭୁ। ତେବେ ତାଙ୍କର ନାମ ଗୌରବ ହଉ। ତେବେ ଆମ୍ଭମାନଙ୍କୁ କଣ କରବାର ଅଛି? ପ୍ରାର୍ଥନାରେ, ବାକ୍ୟରେ, ପରିଚର୍ଯାରେ ସବୁବେଳେ ଲାଗି ରହିବାର ଅଛି। ଅଲଗା ଲୋକର କଥାରେ ପରିଚର୍ଯାରେ ଆମେ କେବେ ପଡବା ନାହିଁ। ଆଜିଠୁ ଏବେଠୁ ପ୍ରଭୁ ବୁଝିବାକୁ ସାହାଯ୍ୟ କରନ୍ତୁ, ଉପକାର କରନ୍ତୁ। ସେ ନିଜର ଗୌରବ ନିଅନ୍ତୁ ଏବଂ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।